ସମସ୍ତଙ୍କୁ ସ୍ୱାଗତ ଜଣାଏ। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଧ୍ୟାନ କରିବା, ପ୍ରସଙ୍ଗର ଶୀର୍ଷକ ହେଉଛି ପ୍ରେମ କିପରି କରିବା। ପ୍ରେମ କିପରି କରିବା। ଆମେ ସମସ୍ତେ ପ୍ରେମ କରୁ, ମଣିଷ ମାତ୍ରକେ ଆମେ ପ୍ରେମ କରୁ, କିନ୍ତୁ କିପରି ଆମେ ପ୍ରେମ କରିବା ଦରକାର ବାଇବଲ ଶିଖାଏ। ଜଗତରେ ପ୍ରେମ ବିଷୟରେ ବହୁତ କୁହାଯାଏ, କିନ୍ତୁ ସେଇ ପ୍ରେମ ଆମ ଉପରେ ଏତେ ଲାଗୁ ହୁଏନି। ସଂସାରରେ ଯୋଉ ପ୍ରେମ ଗୁଡିକ ଆମେ ଦେଖୁ, ତାକୁ ପ୍ରେମ କମ ଥାଏ, ବାସନା ଅଧିକ ଥାଏ, କଳଙ୍କିତ ପ୍ରେମ। କିନ୍ତୁ ବାଇବଲ ଆମକୁ ଈଶ୍ୱରୀୟ ପ୍ରେମ ବିଷୟରେ କୁହ। ଆମେ ଯେତେବେଳେ ଜହନ 3:16 ପଢୁ, ଦେଖାଯାଉଛି ଈଶ୍ୱର ଜଗତକୁ ପ୍ରେମ କରେ। ଈଶ୍ୱର ଜଗତକୁ ପ୍ରେମ କରେ। ଆଉ କେତେବେଳେ ପ୍ରେମ କଲେ? ଆମେ ପାପୀ ଥିବା ସମୟରେ। ଆଉ ସେ ଯେତେବେଳେ ଆମକୁ ପ୍ରେମ କଲେ, ତାଙ୍କ ଆତ୍ମାଙ୍କ ଦ୍ୱାରା ଆମକୁ ଫଳ ସ୍ୱରୂପ କଣ ଦେଇଛନ୍ତି? ପ୍ରେମ ଦେଇଛନ୍ତି। ଗାଲାତୀୟ 5:22 ଆମେ ପଢିଲେ ଦେଖୁଛୁ, ଆତ୍ମାଙ୍କ ଫଳ ପ୍ରେମ। ଆଉ ସେଇ ପ୍ରେମ ଆମଠୁ ପ୍ରଭୁ ଅପେକ୍ଷା କରନ୍ତି। ଆଉ ବାଇବଲ ଆମକୁ କଣ ବୋଲି କୁହେ? ଜହନ 15 ପର୍ବ ତାର 9 ପଦଟି ପଢିବେ। ଜହନ 15 ପର୍ବ ତାର 9 ପଦ। ପିତା ଯେ ପ୍ରକାର ମୋତେ ପ୍ରେମ କରିଅଛନ୍ତି, ମୁଁ ମଧ୍ୟ ସେ ପ୍ରକାର ତୁମମାନଙ୍କୁ ପ୍ରେମ କରିଅଛି। ମୋହର ପ୍ରେମରେ ସ୍ଥିର ହୋଇ ରହିଥାଅ। କଣ କର? ପ୍ରେମରେ ସ୍ଥିର ହୋଇ ରହିଥାଅ। ମାନେ ପ୍ରଭୁ ଚାହାନ୍ତି ଗୋଟେ ସ୍ଥିର ପ୍ରେମ। ଆମେ ପରସ୍ପରକୁ ଯୋଉ ପ୍ରେମ କରିବା, ତା ସ୍ଥିର ହେବା ଦରକାର। ସ୍ଥିର ପ୍ରେମ। ମାଥ୍ୟୁ ତାର 24 ପର୍ବ 12 ପଦଟି ପଢିବେ। ମାଥ୍ୟୁ 24 ପର୍ବ 12 ପଦ। ପୁଣି ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ। ପ୍ରେମ କଣ ହେଇଯିବ? ଶୀତଳ ହେଇଯିବ। ମାନେ ଏଇ ଦିନ ମାନଙ୍କୁ ଆପଣ ଦେଖିବେ, ଜଗତରେ ପ୍ରେମ କେମିତି ଯାଇଛି? ଥଣ୍ଡା ପଡିଯାଇଛି। ପ୍ରେମ କଣ ହେଇଯାଇଛି? ପ୍ରେମ ଶୀତଳ ହେଇଯାଇଛି। ଶୀତଳ ପ୍ରେମ। ଆଉ ପ୍ରକାଶିତ ବାକ୍ୟ ତାର 2 ପର୍ବ 4 ପଦ ଯଦି ପଢିବା, ପ୍ରକାଶିତ ବାକ୍ୟ 2 ପର୍ବ 4 ପଦ। ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ତୁମ୍ଭେ ଆପଣ ଆଦ୍ୟ ପ୍ରେମ ପରିତ୍ୟାଗ କରିଅଛ। କଣ କରିଛ? ଆଦ୍ୟ ପ୍ରେମ ପରିତ୍ୟାଗ କରିଛ। ଆମେ ଦେଖୁଥିଲୁ ଯେ ପ୍ରେମରେ ସ୍ଥିର ହୋଇଥାଅ। ଏବେ ପ୍ରେମ ଶିଥିଳ ହେଇଯାଇଛି। ଶିଥିଳ ହେଲା ପରେ କଣ ହେଇଛି? ଏ ପ୍ରେମ ଆମେ ପରିତ୍ୟାଗ କରିଦେଇଛୁ। ଅନେକଙ୍କ ପ୍ରତି ଆମର ପ୍ରେମ ଆଉ ନାହିଁ। ଈଶ୍ୱରଙ୍କ ପ୍ରତି ମଧ୍ୟ ଆମର ପ୍ରେମ କେମିତି ଅଛି? ଗୋଟେ ଉପର ଠାଉରିଆ ପ୍ରେମ। କେମିତି ପ୍ରେମ? ଗୋଟେ ଉପର ଠାଉରିଆ ପ୍ରେମ, ଗୋଟେ ଲୋକ ଦେଖାଣିଆ ପ୍ରେମ। ଆମେ ଅନେକଙ୍କୁ ପ୍ରେମ କରିନଥାଉ, କିନ୍ତୁ ପ୍ରେମ କଲା ଭଳିଆ ଆକ୍ଟିଂ କରିଥାଉ। ସମ୍ମାନ ଦେଖାଯାଉଥାଏ ପ୍ରେମ ବୋଲି। ସୁନା ନୁହେଁ, ସୁନା ଭଳିଆ ଦେଖାଯାଉଥାଏ। ଅରିଜିନାଲ ନୁହେଁ, ଅରିଜିନାଲ ଭଳି ଦେଖାଯାଉଥାଏ। ଆମର ପ୍ରେମ ମଧ୍ୟ ପ୍ରେମ ଭଳି ଦେଖାଯାଏ, କିନ୍ତୁ ତା ପ୍ରେମ ନଥାଏ। ଆଜି ଆମେ ଏ ପ୍ରକାର ଜଗତରେ ବାସ କରୁଛୁ, ଯୋଉଠି ଗୋଟେ ଆତ୍ମକୈନ୍ଦ୍ରିକ ଜୀବନ ଲୋକ କାଟନ୍ତି। ଆଉ ସେଇଠି ପରମେଶ୍ୱର ଆମଠାରୁ ଅପେକ୍ଷା କରନ୍ତି ପ୍ରେମ କରିବା ପାଇଁ। ବାଇବଲରେ ପ୍ରଭୁ ଆମକୁ କଣ ବୋଲି କହୁଛନ୍ତି? ମାଥ୍ୟୁ 5 ପର୍ବ ତାର 44 ପଦ। କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର,
ପୁଣି ଯେଉଁମାନେ ତୁମମାନଙ୍କୁ ତାଡ଼ନା କରନ୍ତି ସେମାନଙ୍କ ନିମନ୍ତେ ପ୍ରାର୍ଥନା କର। କାହାକୁ ପ୍ରେମ କର? ତୁମ ଶତ୍ରୁ ମାନଙ୍କୁ ପ୍ରେମ କର। ଆପଣ ଆଜି ଜଳଖିଆ ଖାଇବା ସମୟରେ ଆପଣଙ୍କ ଶତ୍ରୁ ମାନେ କିଏ ଟିକେ ଲେଖନ୍ତୁ। ଶତ୍ରୁ ନମ୍ବର 1, ଶତ୍ରୁ ନମ୍ବର 2, ଶତ୍ରୁ ନମ୍ବର 3, ଶତ୍ରୁ ନମ୍ବର 4, ଏମିତି କରି ଟପ୍ 10 ଶତ୍ରୁ। 10ଟା ଶତ୍ରୁ ନହେଲେ ବି 5ଟା ଶତ୍ରୁର ନାଁ ଲେଖନ୍ତୁ। ଆଉ ଟିକେ ସେ ଶତ୍ରୁ ଗୁଡାକ ଖୋଜିବା ପାଇଁ ଯିବାକୁ ପଡିବ ନାହିଁ। ଆପଣଙ୍କ ଘରେ 2-3ଟା ଶତ୍ରୁ ଥିବେ। ଆପଣଙ୍କ ଘରେ ଆଉ ଆପଣଙ୍କ ମଣ୍ଡଳୀରେ 2-3ଟା ଶତ୍ରୁ ଥିବେ। ତାପରେ କର୍ମକ୍ଷେତ୍ରରେ ସହକର୍ମୀ ଗୁଡାକ ବାହାରିବେ ପରେ। ଆଉ ଆପଣଙ୍କ ଶେଷ ଶତ୍ରୁ କିଏ? ଶେଷରେ ଥିବ ଶୈତାନ, ପ୍ରଥମରେ ନଥିବ, ଯେ କି ଅରିଜିନାଲ ଶତ୍ରୁ ଆମର। ଆମେ କାହାକୁ ଶତ୍ରୁ ବନେଇ ଦେଇଛୁ, ସେଇଥିପାଇଁ ଘର ଭିତରେ ମଧ୍ୟ ଆମେ ପ୍ରେମରେ ରହିପାରୁନୁ। ଏବେ ଟିକେ ଘରେ କଣ କରୁଛୁ, ରୁମ ଗୁଡାକ ଅଧିକ କରିଦେଇଛୁ ତ, ସେଥିପାଇଁ କାହାର ଚେହେରା ଦେଖିଲେ ବି ଚଳିବ, ନ ଦେଖିଲେ ବି ଚଳିବ। ଆଗ କଣ ଥିଲା, ସେଇ ଗୋଟିଏ ରୁମ, ଘୁରି ଘୁରି ତା ମୁହଁ ଦେଖିବାକୁ ପଡିବ। ଖାଇବା ସମୟରେ ଦେଖିବ, ବସିବା ସମୟରେ, ଉଠିବା ସମୟରେ, ଚାଲିବା ସମୟରେ ତାର ମୁହଁ ଦେଖିବାକୁ ବାଧ୍ୟ। ଏବେ କଣ, ଦିନ ଭିତରେ କାଁ ଭାଁ ଟିକେ ଦେଖାଯାଉ ତାର ମୁହଁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ କାହିଁକି କହୁଛି, ଆମେ ଜଣେ ଏପରି ଈଶ୍ୱରଙ୍କୁ ପ୍ରେମ କରୁ। କଣ ଲେଖାଯାଉଛି? ପ୍ରଥମ ଯୋହନ ତାର 4 ପର୍ବ 16 ପଦ। ପ୍ରଥମ ଯୋହନ 4 ପର୍ବ ତାର 16 ପଦ। ପୁଣି ଆମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କର ଯେଉଁ ପ୍ରେମ ଅଛି ତାହା ଆମ୍ଭେମାନେ ଜାଣିଅଛୁ ଓ ବିଶ୍ୱାସ କରିଅଛୁ। ଈଶ୍ୱର ତ ପ୍ରେମ, ଯିଏ ପ୍ରେମରେ ରହେ ସେ ଈଶ୍ୱରଙ୍କ ଠାରେ ରହେ ଓ ଈଶ୍ୱର ତା ଠାରେ ରହନ୍ତି। କଣ ଲେଖା ଅଛି? ଈଶ୍ୱର ତ ପ୍ରେମ, ଗଡ୍ ଇଜ ଲଭ୍। ଈଶ୍ୱର ତ ପ୍ରେମ ମାନେ କଣ? ଈଶ୍ୱର ଈଶ୍ୱର ତ ପ୍ରେମ ମାନେ ଆମେ ଯେତେବେଳେ ଈଶ୍ୱରଙ୍କୁ ଦେଖୁ, ଆମେ କଣ ଦେଖୁ? ଗୋଟେ ପ୍ରେମକୁ ଦେଖୁ। ପ୍ରିୟ ଭାଇ ଭଉଣୀ ମାନେ, ଆମେ ଯେତେବେଳେ ଏଗୁଡାକ ଚିନ୍ତା କରିବା ସମୟରେ ଆମେ କିପରି ପ୍ରେମ କରିପାରିବୁ, ସେଇଟା ଆଜି ମୁଁ କହିବା ପାଇଁ ଚାହେଁ। ଦେଖିବେ, ରୋମିଓ ତାର 12 ପର୍ବ 9 ପଦରେ କଣ ଲେଖାଯାଉଛି? ରୋମିଓ 12 ପର୍ବ ତାର 9 ପଦ। ପ୍ରେମ ନିଷ୍କପଟ ହେଉ, ଯାହା ମନ୍ଦ ତାହା ଘୃଣା କର, ଯାହା ଉତ୍ତମ ସେଥିରେ ଆସକ୍ତ ହୁଅ। କଣ ଲେଖାଯାଉଛି? ପ୍ରେମ କେମିତି ହଉ? ନିଷ୍କପଟ ହଉ। ନିଷ୍କପଟ ପ୍ରେମ। ଆମେ ଏ ପ୍ରକାର ପ୍ରେମ କେବେ କରିଛୁ? ଆମେ ପ୍ରତ୍ୟେକ ମୁସାଏ କରିବା ପାଇଁ ଚାହେଁ। ସତ୍ୟ ସମାଚାରରେ ଆମେ ଦେଖୁଛୁ ଏଠି ପ୍ରେମ ବିଷୟରେ ଏତେ ସୁନ୍ଦର ଭାବରେ ପ୍ରେମ ବିଷୟରେ ବ୍ୟାଖ୍ୟା ଆପଣ କୌଣସି ପୁସ୍ତକରେ ଦେଖିପାରିବେନି। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ। ତଥାପି ଆମେ ଆମ ଦେଇ ପ୍ରେମ ପ୍ରକାଶ ପାଇଁ ମୁଁ ଥରେ 2ଟା ଜର୍ଣ୍ଣାଲିଷ୍ଟକୁ ମିଶିଥିଲି, ସାମ୍ବାଦିକ ମାନଙ୍କୁ ଭେଟିଥିଲି। ତାଙ୍କୁ ପଚାରିଲି, ତୁମାନେ ସବୁବେଳେ ଖ୍ରୀଷ୍ଟିଆନ ମାନଙ୍କ ବିରୁଦ୍ଧରେ କହୁଛ, ଛୋଟିଆ ଛୋଟିଆ ଚ୍ୟାନେଲ ଗୁଡାକ ଖୋଲି ଦେଇଛ, ଯେବେ ବି ଚ୍ୟାନେଲରେ ଆରମ୍ଭ କରୁଛ ଖ୍ରୀଷ୍ଟିଆନ ମାନଙ୍କ ବିରୁଦ୍ଧରେ କହୁଛ, ବିଷ ଉଦ୍ଗାର କରୁଛ, କ୍ରୋଧ ଉଦ୍ଗାର କରୁଛ। ଏଇଟା ଟିକେ ତୁମେ ମୁସଲମାନ ମାନଙ୍କ ବିଷୟରେ ବି ଟିକେ କରୁନ। ସେମାନଙ୍କ ଭିତରେ ଟିକେ ପ୍ରୋବ୍ଲେମ ଅଛି, ଆଉ ହିନ୍ଦୁ ମାନଙ୍କ ଠାରୁ ତ ବହୁତ ପ୍ରୋବ୍ଲେମ ଅଛି। ତୁମେ କରୁନ, ସେମାନଙ୍କ ବିରୁଦ୍ଧରେ ଟିକେ ରିପୋର୍ଟିଂ କରୁନ। ଜଣେ କହୁଛି ଆମକୁ ପ୍ରାଣରେ ମାରିଦେବେ। ହିନ୍ଦୁ ମାନଙ୍କ ବିରୁଦ୍ଧରେ ପଦେ ବି ଆମେ କହିବା, ଆମକୁ ପ୍ରାଣରେ ମାରିଦେବେ। ଖାଲି ଗୋଟିଏ ଖ୍ରୀଷ୍ଟିଆନ ମାନଙ୍କ ବିରୁଦ୍ଧରେ ଯଦି ଆମେ କହିବୁ, ଆମେ ସେଫ୍ଟିରେ ରହିବୁ, କାରଣ ସେମାନେ ପ୍ରତିକ୍ରିୟା ଦେଖାନ୍ତିନି, ସେମାନେ ମାରିବା ପିଟକୁ ଆସନ୍ତିନି। ସେ ଜଣେ କହୁଛି, ଆଜ୍ଞା
एते एते चर्च भंगा जाउछि कोठी भी कहानी को आक्रमण करा जाउनी जदि आम देश रे गोटे मंदिर जदि भंगा जीवो आपण देखिबे निया लागि जीवो चर्च जते भांगिले भी चलिबो एबे देखंतु क्रिसमस समय बड़दिन समय स्त्री लोक मान को खुंटरे बांधिकी अर्धनग्न अवस्था पिटिले से माने जो धरणर मारी जदि सेटा जदि को हिंदू महिला को करा देता देश रे न्याय लगी जाए ख्रिस्टियन मान प्रति एते अत्याचार करा जाउछि एते अन्याय करा जाउछि मु कहली तुमे सेमान को विरुद्ध टिके पदे कहून से कहले हमको कोन बंचिबार मोह पळैछि प्रिय भाई बहन माने यीशु हमको सिखाई प्रेम करने शत्रु को भी प्रेम करने एटा लोक बुझी पारुना ख्रिस्टियन मान एमती नुहे मारी पारे प्रभु सिखाई जो तुमको घृणा करती इवन से भी प्रेम कर प्रार्थना कर प्रेम केबे भी दुर्बल नुहे प्रेम दुर्बल नुहे आम प्रार्थना कर प्रभु से परिवर्तन जो ग्राहमस्टेन को दुई शिशु पुत्र सहित जीवंत दौड़ करागला ग्लाडिस्टेन प्रथम कथा थिला मुझे क्षमा कर बाकी को महिला क्षमा कर राजरास्ता आसिक राजभवन में बसिक हड़ताल कर सहित लक्ष लक्ष महिला बाहरी था मोर प्रिय माने मु कहिबा पई चाहे आमर प्रेम केमिति हेबा दरकार प्रभु आज हमको अनुग्रह करते सही प्रेम आम जीवन दे एबे समाज देखिबा दरकार प्रेम किपरि करिबा से विषय में अल्प समय आलोचना कर प्रथम विषय आमे प्रेम किपरि करिबा दरकार माथ्यू तार 22 पर्व 39 पद माथ्यू 22:39 द्वितीयटी एहार सदृश तुम्भे आपना प्रतिवासी के आत्मतुल्य प्रेम कर केमिति प्रेम करिवार अछि निजको आपण जेमिति प्रेम करंती जतिकी प्रेम करंती जेभली भाबरे प्रेम करंती से परि प्रेम करबा आमे निजको केमिति प्रेम करू आम शरीर को आमे केमिति जत्न नो आपण निजको जेमिति प्रेम करंती आपण अन्य को सेमिति प्रेम करबा दो निजको निज पई चाह बनाइले केमिति बनेबे निज पई चाह बनांती जोगी की भलो करी की फुटे की पूरा सुंदर भाबरे आनी मु तरे जनक घर को जाइथिली से आमान को चकुली पिठा बने दीछन से पिठा कुआडे सिझिची कुआडे सिझी नाही कुआडे पुडीची कोन हिची हमको आनी दले आमे खाउछु तापर मु कहली तुम पाई गोटे बने के आनो से एते सुंदर चकुली पिठा बने के आनी दिले तांको पाई मु देखली बारे चला निज पाई तबे बसी केते सुंदर बनौछ हमको जहाता धरै दो चली निज पाई चाह बनैला के जीवन प्रभु आमान को अनुग्रह करंतु आमर प्रेम केमिति थिबा दरकार आमे जेपरि निजको आमे भलो एबे लोक माने अन्य मान को जो भली भाबरे पिटुछंती बाडौछंती कचाडी कचाडी मारुछंती निजको मारी परिबे कि निजर गोटे फिंगर को कोन करबो पत्थर रखि के छेच तो जना पड़िबो करि परिबो कि करि परिबो मोर प्रिय माने प्रथम विषय आमे केमिति प्रेम करिबा किपरि प्रेम करि हाउ टू लव आमे प्रथम देखिदिलु आमे अन्य मान को केमिति लेखा रहछि कोन लेखा रहछि जे निजको आमे जेपरि प्रेम करू
ସେହିପରି ପ୍ରେମ କରିବା। ଆପଣ ସେ ପ୍ରକାର ପ୍ରେମ କରନ୍ତି? এটা প্রথম বিষয়। ଆଉ ଦ୍ୱିତୀୟ ବିଷୟ ଯଦି ଦେଖିବା, ଯୋହନ 13 ପର୍ବ ତାର 34 ପଦ, ଯୋହନ 13 ତାର 34। ତୁମ୍ଭେମାନେ ପରସ୍ପରକୁ ପ୍ରେମ କର, ଏହି ନୂତନ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ଦେଉଅଛି, ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କର। କେମିତି ପ୍ରେମ କରିବା? ଯୀଶୁ ଯେପରି ଆମକୁ ପ୍ରେମ କଲେ ଆମେ ସେପରି ପ୍ରେମ କରିବାର ଅଛି। ଯୀଶୁଙ୍କ ପ୍ରେମ ବିଷୟରେ ବହୁତ ଗୀତ ଲେଖାଯାଉଛି। ଏବେ ବି ଗୋଟେ ଗୀତ ଆମେ ବୋଲୁଥିଲୁ ଈଶ୍ୱରଙ୍କ ପ୍ରେମ ବିଷୟରେ। ତ ପ୍ରିୟ ଭାଇ ଭଉଣୀ ମାନେ, ଆମେ କେମିତି ପ୍ରେମ କରିବା? ଯୀଶୁ ଯେପରି ଆମକୁ ପ୍ରେମ କଲେ ଆମେ ଚେଷ୍ଟା କରୁଛୁ, ଆମେ ଚେଷ୍ଟା କରୁଛୁ। ଆପଣ ଦେଖନ୍ତୁ, ଆମର ଦେଶରେ ଗୋଟିଏ ପ୍ରେମର ଦେବତା ବି ଅଛନ୍ତି। ସେଇ ପ୍ରେମ ଲୋକ ଶିଖିଛନ୍ତି କଣ କରିବା ପାଇଁ? ନିଜ ସ୍ତ୍ରୀ ଥିବା ସତ୍ତ୍ୱେ ଅନ୍ୟମାନଙ୍କୁ ପ୍ରେମ କରିବା ପାଇଁ এইটা ଶିଖିଛନ୍ତି ସେମାନେ। ଆଉ ବାକି ସବୁ ତ ଉଗ୍ର ରୂପ ସବୁ ଧାରଣ କରିଛନ୍ତି। ସେ ରୂପ ଗୁଡାକ ଦେଖିବେ କେତେ ଉଗ୍ର। କିଏ ବେକ ଭର୍ତ୍ତି ବେକ ଅଳେ ହେଇଛି, ମୁଣ୍ଡ ମୁଣ୍ଡ ଗୁଡାକ, କିଏ ଖଡଗ ଧରିଛି, କିଏ ବର୍ଷା ଧରିଛି, କିଏ ଜୀବ ବାହାର କରିଛି, କିଏ ରକ୍ତାକ୍ତ କରି ପକାଇଛି। ତ ସେଠି ଜଣେ ପ୍ରେମର ନୁହେଁ, ଗୋଟେ ଆକ୍ରୋଶର ଗୋଟେ ପରିପ୍ରକାଶ କରନ୍ତି। କିନ୍ତୁ କୃଷ୍ଣରେ ଆମେ ଯାହା ଦେଖୁଛୁ ତା ଆମେ ପ୍ରେମକୁ ଦେଖୁଛୁ। ଶତ୍ରୁ ପାଇଁ ପ୍ରେମ, ଘୃଣା କରିବା ଲୋକ ପ୍ରତି ପ୍ରେମ, ହତ୍ୟା କରିବା ଲୋକମାନଙ୍କ ପ୍ରତି ପ୍ରେମ। ଯେତେବେଳେ ଷ୍ଟିଫାନକୁ ଲୋକମାନେ ପଥର ଫୋପାଡ଼ି ମାରୁଛନ୍ତି, ଷ୍ଟିଫାନ କଣ ବୋଲି କହୁଛନ୍ତି? ପ୍ରଭୁ ଏଇ ପାପ ଏମାନଙ୍କ ବିରୁଦ୍ଧରେ ଗଣନା କରନି। କେତେ ବଡ ଭାବି ଦେଖନ୍ତୁ, ଏଟା କେମିତିକା ପ୍ରେମ? ଏଟା ଯୀଶୁଙ୍କ ଠାରୁ ଶିଖିଥିବା ପ୍ରେମ। ମୁଁ କହୁଥିଲି ଗ୍ଲାଡିଷ୍ଟନ କେମିତି କ୍ଷମା କରିପାରିଲେ? ଏବେ ସେ ପୁରା ଦୁର୍ବଳ, ଏବେ ଆସିଥିଲେ ସେ ଓଡିଶା, ପୁରା ଦୁର୍ବଳ ବୟସ୍କ। ଯଦି ଏବେ ସ୍ୱାମୀ ଥାନ୍ତେ, ଦି ପୁଅ ଥାନ୍ତେ, ଦି ପୁଅ କେମିତି ଥାନ୍ତେ? ଚାକିରି ବ୍ୟବସାୟ କରିକି ସେବା କରିକି ପୁରା ଦିଟା ପୁଅ ଦିଟା କାନ୍ଧ ଭଳିଆ ହେଇକି ଥାନ୍ତେ। ଏବେ କିଛି ନାହିଁ। ଏପରି ଅବସ୍ଥାରେ ମଧ୍ୟ ସେ ପ୍ରେମରେ ସ୍ଥିର ଅଛନ୍ତି, ପ୍ରଭୁଙ୍କୁ ପ୍ରେମ କରୁଛନ୍ତି, ତାଙ୍କ ଦେଇ ଘୃଣା ପ୍ରକାଶ ପାଏ ନାହିଁ। କୋଉଠୁ ଶିଖିଲେ? ଯୀଶୁଙ୍କ ଠାରୁ ଶିଖିଥିବା ପ୍ରେମ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଆମେ ପ୍ରତ୍ୟେକ ମଧ୍ୟ ସେଇ ପ୍ରେମ କରିବା ପାଇଁ ପ୍ରାର୍ଥନା କରିବା। ଆମର କର୍ମ କ୍ଷେତ୍ରରେ, ଆମର ପରିବେଶ ମଧ୍ୟରେ, ଆମର ପରିବାର ମଧ୍ୟରେ ସେ ପ୍ରେମକୁ ପ୍ରକାଶ କରିବା। ଭାଇ ଭଉଣୀ ମାନେ, ଯଦି କେହି ଆପଣଙ୍କୁ ଦେଖିବ, ସେ ଈଶ୍ୱରଙ୍କ ପ୍ରେମକୁ ଦେଖ। ଆପଣଙ୍କୁ ଦେଖିଲା ପରେ ଈଶ୍ୱରଙ୍କ ପ୍ରେମକୁ ଦେଖିବା ଦରକାର। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। କିପରି ପ୍ରେମ କରିବା? ଆମେ ଯେପରି ନିଜକୁ ପ୍ରେମ କରୁ ସେପରି ପ୍ରେମ କରିବା। କିପରି ପ୍ରେମ କରିବା? ଯୀଶୁ ଯେପରି ପ୍ରେମ କଲେ ସେପରି ପ୍ରେମ। ପ୍ରଥମ ପିତର ପ୍ରଥମ ଅଧ୍ୟାୟ ତାର 22 ପଦ। ପ୍ରଥମ ପିତର ପ୍ରଥମ ଅଧ୍ୟାୟ ତାର 22 ପଦ। ତୁମ୍ଭେମାନେ ସତ୍ୟର ଆଜ୍ଞାବହ ହୋଇ ନିଷ୍କପଟ ଭାତୃପ୍ରେମ ନିମନ୍ତେ ଆପଣା ଆପଣା ଆତ୍ମାକୁ ଶୁଚି କରିଥିବାରୁ ଅନ୍ତର ସହ ଏକାଗ୍ର ଭାବେ ପରସ୍ପରକୁ ପ୍ରେମ କର। କେମିତି ପ୍ରେମ କର? ଅନ୍ତର ସହ ଏକାଗ୍ର ଭାବରେ ପରସ୍ପରକୁ ପ୍ରେମ କର। କେମିତି ପ୍ରେମ କରିବା? ଅନ୍ତର ସହିତ ପ୍ରେମ କର। ଆମେ ବେଳେ ବେଳେ ପ୍ରେମ କରୁ
किंतु अंतर सहित नुह, अंतर सहित नुह। आम अंतरटा अंतर हो जाए तापर खाली पटे प्रेम ही थाए। अंतर कौन हो जाता है? अंतरटा अंतर हो जाए तापर प्रेम, खाली प्रेम। केमिति प्रेम? मुखर प्रेम, अष्टादर प्रेम, हृदय प्रेम नहीं। ए प्रेम खाली ऊपर बाहर एते बढ़िया, एते प्रेमर कथा, एते चिकनिया कथा, एटा कोट शिखलु? एटा तो बाइबल प्रेम नहीं। एटा बोधे इस्करियोत जीवदार प्रेम। एटा प्रेम करी चुंबन करी बिकिबा जाए। प्रिय भाई बहनी माने अनेक लोक आमको सेमितिका प्रेम करी बोका बनै सारिछन। अनेक लोक मो जीवन रे बहुत लोक ठारू मु कष्ट पाइछि, जो माने खाली मुहरे प्रेम करिछन। बाबू, पुओ, भाई, मु भाबिली माने बहुत प्रेम करिछन। आज से माने सेमान को मु देखि कि 30 वर्ष हो गलानी आउ दसुना अछंती, किंतु से माने कोन तांकर मतलब पाई से माने मिसी दिले। मतलब सरी गला तो आमे भी हजी गलु। आमे भाबिले वास्तव प्रेम। आमे कोन भाबिले माने मो घर लोक ठारू भी अधिक प्रेम करथि। देखला ता सत्य नथि। आमे केमिति प्रेम करिबा? अंतर सहित प्रेम करिबा। आज प्रार्थना करिबा, प्रभु साहाय्य कर। आमे जदि अंतर सहित घृणा करछु ना, सेमति अंतर सहित कोन करिबा दरकार? आमे प्रेम कले केंति करछु? मु तांको हृदय सहित घृणा करू। घृणा केंति करू? हृदय सहित घृणा करू। एबे केमति करिबा? हृदय सहित। जो माने आपन को दुर्नाम करिसंती, आपन को आपन विरुद्ध रे जाइछंती, आपन को चर्चा करिसंती, आपन को क्षति करिसंती, सेही लोक मान को आपन प्रेम करिबा पे आरंभ करू। आमे कहूछु मु प्रेम करि पारिबि नाही, तांको आज्ञा मु प्रेम करि पारिबि नाही। आमे को प्रेम पाइला बेला योग्य थिलु जीसु कर, हमको तो अनेइबा कथा भी नहीं। आम भाया दुर्दांत लोक कोठी मिलिबे कि? मिलिबे नहीं। तथापि आमको प्रभु एते प्रेम करिसंती, तेबे आमर कर्तव्य कोन? चेष्टा करी जो मान को हम हृदय सहित घृणा करूछु, से मान को हृदय सहित प्रेम करिबा पई आरंभ। गोटे तो जीवन अछि, ए जीवन भी अधा पळिले। चेष्टा करू हृदय सहित प्रेम करिबा पे, प्रार्थना करिबा प्रभु सेही प्रेम मठारे मध्य देखा जाऊ। से ख्रिस्टीय प्रेम, से निस्वार्थपर प्रेम, से त्यागमूलक प्रेम प्रभु मठार भी प्रकाश। प्रिय भाई बहनी माने नहिले कौन हम? आमे भितरे भितरे मरी जीवा। जदि प्रेम करि परिबा नहीं, आमे देखो आपण को भोजी भात रे जिबे, को फंक्शन रे जिबे, आपण खाइबा पई धरिथिबे आ से लोक को देखि देबे, आपण को खाइबा इच्छा मरी जीवो ना नहीं? एते आमे गुणा करूछ। आमे केते खुशी रे प्रोग्राम रे जाइथिबु, से ताकू देखिला पर हमर मुंड पूरा ऑफ हेतु नाही, म चल पळेबा, मते रहिबा इच्छा लागै। तांको सहित मु स्वर्ग रे रहिबा पई बाहरी छी, किंतु मु तांको तो चर्च रे रहि परिबि। थोड़े गोटे प्रोग्राम रे में जाउथिलु, गोटे गाड़ीटा भड़ा करिकी, सेठी अनेक जाउथिले, आ दी जणे भी जाउथिले। ले जणे आगरु रेडी की पळे आसीछि जीवा पे, भलो सीट बसिबो बोली। तापर देखिला आउ जणे आसुछन, से कहले से जदि आसीबो मु आसीबिनी। आमे ताको कहलु ठीक अछि, तुमे सामना सीट रे बस, से पछ सीट रे बस। से आगो की पछ पड़ी नाही, से जदि आसीबो मु आसीबिनी।
ଭାବି ଦେଖନ୍ତୁ କେମିତି ସିଏ ବୋଲେ କିଏ ତାର ସାନ ଭଉଣୀ ବଡ ଭଉଣୀ କହୁଛି ସାନ ଭଉଣୀକୁ ସିଏ ଯଦି ଆସିବ ମୁଁ ଆସିବି ନାହିଁ। ପ୍ରିୟ ଭାଇ ଭଉଣୀ ମାନେ ଏମିତି ଘୃଣା କରିକି ଆମେ କେମିତି ବଞ୍ଚି ପାରିବା? ଏଇଟା ମୁଁ ଆପଣ ମାନଙ୍କୁ କହୁଛି ଆସୁ ପ୍ରାର୍ଥନା କରିବା। ମାନେ ଆପଣ ମାନଙ୍କର ଯେମିତି ଲୋକମାନେ ଅପମାନ କରିଛନ୍ତି ତା ଏବେ ପର୍ଯ୍ୟନ୍ତ ହୃଦୟରେ ଅଛି, କିନ୍ତୁ ତା ସତ୍ତ୍ୱେ ମଧ୍ୟ ଆପଣ ପ୍ରେମ କରନ୍ତୁ, ପ୍ରେମ କରନ୍ତୁ। ଥରେ ଜଣେ ଶାଶୁ ତା ବୋହୂକୁ କିଛି ଭଲ ପାଏନି, କିଛି ମାନେ କିଛି ଭଲ। ଏ ବୋହୂର ବି ଏ ଶାଶୁର ବି ଟିକେ ବଳ ବୟସ ଥିଲା, ଇଏ ବି ଫୁଟାଣି ମାରୁଥିଲା ଝିଅ ମାନଙ୍କର ଭରସାରେ, ୟା ଭରସା ବେଡ ରିଡନ୍ ହେଇଗଲା, କେହି ଅନେଇଲେ ନାହିଁ। ଏ ବୋହୂକୁ ବି ଇଚ୍ଛା ହେଲାନି ସେ ଶାଶୁର ଯତ୍ନ ନେବ, କିନ୍ତୁ ଯେହେତୁ ପ୍ରଭୁଙ୍କୁ ଜାଣିଛନ୍ତି ସେ ତାଙ୍କୁ ଖୁଆଇ ଦେଲେ, ତାଙ୍କର ମୁଣ୍ଡ କୁଣ୍ଡେଇ ଦେଲେ, ତାଙ୍କର ଝାଡା ପରିସ୍ରା ଫିଙ୍ଗିଲେ, ତାଙ୍କର ଲୁଗା ଚେଞ୍ଜ କଲେ, ତାଙ୍କର ପୁରା ପ୍ରପରଲି କେୟାର ନେଲେ, ଗୋଟେ ସାନ ଛୁଆକୁ ଯତ୍ନ ନେଲା ଭଳିଆ। ଦିନେ କଣ ହେଲା, ତାଙ୍କର ଶାଶୁ ବୋହୂକୁ ଡାକିଲେ ଆସେ। ସେତେବେଳେ ପର୍ଯ୍ୟନ୍ତ ସେ କଥା ହେଇପାରୁଥିଲେ, ପରେ ଆଉ ପାଟି ଲାଗିଗଲା, କଥା ହେଇପାରିଲେନି। ଡାକିଲେ, ତାକୁ ଧରିକି କାନ୍ଦିଲେ, ମାନେ ଜୋର ଜୋରରେ କାନ୍ଦିଲେ, ସାନ ପିଲା କାନ୍ଦିଲା ଭଳିଆ କାନ୍ଦିକି କହୁଛନ୍ତି, ମାରେ ମୁଁ ତୋର ପ୍ରତି କଣ କରିନି, ତୋର କେତେ କ୍ଷତି କରିଛି, ମୁଁ ତୋର କେତେ ଦୁର୍ନାମ କରିଛି, ମୁଁ ତ ଚାହୁଁଥିଲି ମୋ ପୁଅ ତତେ ଛାଡିଦଉ ବୋଲି, ତୋ ବିରୁଦ୍ଧରେ ମୁଁ କେତେ ମୋର ପୁଅକୁ କହିଛି, ତୋର ଚରିତ୍ର ବିରୁଦ୍ଧରେ କହିଛି, ତୁ କଲା ନ କଲା କଥା ସବୁ ମୁଁ କହିଛି, ତୁ ମୋ କେତେ ସେବା କରୁଛୁ। ସେଇଦିନ ଗୋଟେ ବାସ୍ତବରେ ଆପଣ ଦେଖିବେ, ସେ ସିନ୍ ଟା ଦେଖିବାକୁ ଜାଣିପାରିବେ, ଦୁଇ ଜଣ କହି କହି କାନ୍ଦୁଥାନ୍ତି। ତାପରେ ସେ ବୁଢୀ ମା କହୁଛି, ମୁଁ ତତେ ମୁଁ ସବୁ ଆଶୀର୍ବାଦ କରୁଛି, ମୋ ହୃଦୟ ସହିତ ମୁଁ ତତେ ଆଶୀର୍ବାଦ କରୁଛି, ଯଦି କାଲିକି ମୁଁ ମରିବି ଗଲେ ମୁଁ ଶାନ୍ତିରେ ମରିଯିବି। ସେ କଣ ବୋଲି କହୁଛନ୍ତି, ମୁଁ ପୁନର୍ଜନ୍ମରେ ବିଶ୍ୱାସ କରେ ନାହିଁ, ଯଦି ମୁଁ ପୁଣି ଥରେ ଜନ୍ମ ହେଇଥାନ୍ତି ତୋର ପେଟରେ ଝିଅ ହେଇକି ଜନ୍ମ ହେଇଥାନ୍ତି। ମାନେ ଭାବି ଦେଖନ୍ତୁ ପ୍ରେମ କେମିତି, ମାନେ ଯୋଉ ଲୋକ ଆପଣଙ୍କୁ ହୃଦୟ ସହିତ ଘୃଣା କରେ, ଇଏ ମାନେ ତାକୁ ମଧ୍ୟ ଆପଣ ପ୍ରେମ କରିପାରିବେ। ଯେ ଜାଣି ଜାଣି ଆପଣଙ୍କର ଦାଣ୍ଡରେ ଅଳିଆ ପକଉଛି, ତାକୁ ଅଳିଆ ତମେ ବାହାର କରି ଫୋପାଡି ଦେଇକରି, ମାଉସୀ ଭଲ ଅଛ କି, ତମ ଦେହ ଭଲ ନଥିଲା ପରା ବୋଲି ଦିଥର କଥା ହୁଅନ୍ତୁ, ସେ ଅଳିଆ ପକାଇବ କି? କହିବା ପାଇଁ ଆପଣଙ୍କ ଶାଶୁ କି ଆପଣଙ୍କ ବୋହୂ କିଏ ବି ଆପଣଙ୍କୁ ପଡିଶା ଆପଣଙ୍କୁ ପ୍ରେମ করে ନାହିଁ, ଆପଣଙ୍କ ସ୍ୱାମୀ ମଧ୍ୟ ଆପଣଙ୍କୁ ଯଦି ଘୃଣା କରୁଛନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଅନେକ ପ୍ରକାର ଘଟଣା ଗୁଡାକ ଶୁଣିଛି। ଥରେ ଜଣେ ବ୍ୟକ୍ତି ମଦ ପିଇକି ତା ସ୍ତ୍ରୀକୁ ବହୁତ ମାରେ, ଜୁଆ ବି ଖେଳେ, ବହୁତ ମାରେ। ଦିନେ ସେ ପଇସା ନ ଦେବାରୁ ମଦ ପିଇବା ପାଇଁ ତାକୁ ସେ ନିଆଁ ଲଗାଇ ଦେଇଥିଲେ, ଅଧା ଶରୀର ଟିକେ ଜଳି ଯାଇଥିଲା। ତାଙ୍କ ଶରୀର ଜଳି ଯାଇଥିଲା, ମେଡିକାଲରେ ରଖିଛନ୍ତି, ପୋଲିସ ଆସିଛି ସେଠି। ଲୋକମାନେ କହିଲେ ନାଇଁ ଆଜ୍ଞା ତାର ସ୍ୱାମୀଟା ଭଲ ନାହିଁ, ସେ ମଦ ପିଏ ଆଉ ଜୁଆ ବି ଖେଳେ, ସ୍ତ୍ରୀକୁ ସେ ବାଡେ, ସେ ହିଁ ନିଆଁ ଲଗେଇଥିଲେ। ସ୍ତ୍ରୀ ଲୋକ କହିଲେ ନାଇଁ ଆଜ୍ଞା ମୁଁ ରୋଷେଇ କରିବା ସମୟ ପଛଆଡେ ଆମର ଦୀପଟା ଥିଲା ତ, ଯେତେବେଳେ ଦେହରେ ଲାଗିଗଲା। ସେ କହିଲେ ନାଇଁ ତୁ ମିଛ କଥା କହୁଛୁ, ସ୍ୱାମୀ ଝରକା ପାଖରୁ ଶୁଣୁଛି, ଯଦି ସ୍ତ୍ରୀ ଯଦି କହିଦବ ୟାକୁ ବାନ୍ଧିକି ନେଇଯିବ। ସେ କହିଲା ନାଇଁ ସାର୍ ମୋର ସ୍ୱାମୀ ସେମିତି ନାହିଁ, ମୋ ସ୍ୱାମୀ ଭଲ ସ୍ୱାମୀ, ମତେ ପ୍ରେମ କରନ୍ତି, ମତେ ବହୁତ ଯତ୍ନ ନିଅନ୍ତି। ପୋଲିସ ଗଲା ପରେ ତା ସ୍ୱାମୀ ଆସିକି
ତା ଗୋଡ ତଳେ ପଡି କାନ୍ଦୁଛି, ତୁ କାହିଁକି କହିଲୁନି? ମୁଁ ତ କରିଥିଲି ତତେ, ମୁଁ ତ ମାରୁଛି, ମୁଁ ତ ତତେ ଘୃଣା କରୁଛି, ମୁଁ ନିଆଁ ଲଗାଇଥିଲି, ତୁ କେମିତି ଏମିତି କରିପାରିଲୁ? ତୁମେ ମୋର ସ୍ୱାମୀ, ମୁଁ ତୁମକୁ ଭଲ ପାଏ, ମୁଁ ଯୀଶୁକୁ ଜାଣିଛି, ଯୀଶୁ ମୋ ପରି ପାପୀକୁ ପ୍ରେମ କରିଛନ୍ତି, ମୁଁ ବି ତୁମକୁ ପ୍ରେମ କରେ। ବାଇବଲ କହୁଛି ପ୍ରେମ ମୃତ୍ୟୁ ଠାରୁ ବି ବଳବାନ। ଆଉ ସେଇ ପ୍ରେମରେ ଆପଣ କାହାରିକୁ ବି ଜିଣି ପାରିବେ। ଆସନ୍ତୁ ଆଜି ଆମେ ପ୍ରାର୍ଥନା କରିବା, ପ୍ରଭୁ ମୋ ଠାରେ ସେ ପ୍ରେମ ଦେଖା। ପ୍ରଥମ ଜହନ ତାର 3 ପର୍ବ 18 ପଦ। ହେ ବତ୍ସଗଣ, ଆସ ଆମ୍ଭେମାନେ ବାକ୍ୟର କି ଜିହ୍ୱାରେ ପ୍ରେମ ନ କରି କାର୍ଯ୍ୟରେ ଓ ସତ୍ୟରେ ପ୍ରେମ କରୁ। କେମିତି ପ୍ରେମ କରିବା? ହେ ବତ୍ସଗଣ, ଆସ ଆମ୍ଭେମାନେ ବାକ୍ୟରେ କି ଜିହ୍ୱାରେ ପ୍ରେମ ନ କରି କାର୍ଯ୍ୟରେ ଓ ସତ୍ୟରେ ପ୍ରେମ କରୁ। ଆମେ କିପରି ପ୍ରେମ କରିବା? 5ଟି ବିଷୟ ମୁଁ ଆପଣମାନଙ୍କୁ କହୁଛି। ପ୍ରଥମ ବିଷୟ ହେଉଛି ଆମେ ନିଜକୁ ଯେପରି ପ୍ରେମ କରୁ ଆମେ ସେପରି ପ୍ରେମ କରିବା। ଆମେ କିପରି ପ୍ରେମ କରିବା? ଯୀଶୁ ଆମକୁ ଯେଭଳି ପ୍ରେମ କଲେ ଆମେ ସେଭଳି ପ୍ରେମ କରିବା। ଆମେ କେମିତି ପ୍ରେମ କରିବା? ଆମେ ହୃଦୟ ସହିତ ପ୍ରେମ କରିବା। ଆମେ କି ପ୍ରକାର ପ୍ରେମ କରିବା? ଆମେ ସତ୍ୟରେ ଓ କର୍ମରେ, ସତ୍ୟରେ ଆମେ ପ୍ରେମ ଆଉ କାର୍ଯ୍ୟରେ ପ୍ରେମ କରିବା। ପ୍ରଥମରେ ଆମେ ସତ୍ୟରେ, ଆମର ପ୍ରେମରେ ସତ୍ୟତା ରହୁ, ସତ୍ୟରେ ଆଉ ପ୍ରେମରେ, ସତ୍ୟରେ ଆଉ କାର୍ଯ୍ୟରେ এই 5ଟି ବିଷୟ ପ୍ରଭୁ ଆମକୁ କରିବା ପାଇଁ ସାହାଯ୍ୟ କରନ୍ତୁ। ଆମେ ଏଭଳି ପ୍ରେମ କରିବା ପାଇଁ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରୁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ସମୟ ଆସିଛି ଆମ ଜୀବନ ଦ୍ୱାରା ଆମର ପ୍ରେମକୁ ଆମେ ପ୍ରକାଶ କରିବା। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଯଦି ଆମେ ଦେଖିବା ପ୍ରଥମ ଜହନ ତାର 4 ପର୍ବ 7 ପଦଟି ପଢିବେ। 4 ପର୍ବ 7 ପଦ। ହେ ପ୍ରିୟମାନେ, ଆସ ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ, କାରଣ ପ୍ରେମ ଈଶ୍ୱରଙ୍କ ଠାରୁ ଜାତ, ଆଉ ଯେ କେହି ପ୍ରେମ କରେ ସେ ଈଶ୍ୱରଙ୍କ ଠାରୁ ଜାତ ଓ ଈଶ୍ୱରଙ୍କୁ ଜାଣେ। ଆମେ କାହିଁକି ପ୍ରେମ କରିବା? ଆମେ ଈଶ୍ୱରଙ୍କ ଠାରୁ ଜାତ, ଏଇଥିପାଇଁ ପ୍ରେମ କରିବା। ଆମେ ଈଶ୍ୱରଙ୍କ ଠାରୁ ଜାତ, ଆମେ ଈଶ୍ୱରଙ୍କୁ ଜାଣିଛୁ। ଆମେ ଈଶ୍ୱରଙ୍କ ଠାରୁ ଜାତ ଆଉ ଈଶ୍ୱରଙ୍କୁ ଜାଣିଛୁ, ତେଣୁ ଆମେ ପ୍ରେମ କରୁ। ପ୍ରଥମ ଜହନ 4 ପର୍ବ 12 ପଦ ଦେଖିବେ। କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ। ଆମ୍ଭେମାନେ ଯଦି ପରସ୍ପରକୁ ପ୍ରେମ କରୁ ତାହେଲେ ଈଶ୍ୱର ଆମ୍ଭମାନଙ୍କ ଠାରେ ଅଛନ୍ତି ଓ ତାହାଙ୍କ ପ୍ରେମ ଆମ୍ଭମାନଙ୍କ ଠାରେ ସିଦ୍ଧ ହୋଇଅଛି। କେହି କେବେ ଈଶ୍ୱରଙ୍କୁ ଦେଖି ନାହାନ୍ତି, ଯଦି କିନ୍ତୁ ଆମର ଦ୍ୱାରା ଯଦି ପ୍ରେମ ପ୍ରକାଶ ହବ, ତା ଦ୍ୱାରା ଆମେ ଈଶ୍ୱରଙ୍କୁ ଆମେ ପ୍ରକାଶ କରୁଛୁ। ପ୍ରିୟ ଭାଇ ଭଉଣୀ ମାନେ, ମଦର ଟେରେସା ଯୋଉପରି ଭାବରେ ସେ ଲୋକମାନଙ୍କୁ ସେବା କରୁଥିଲେ, এইটা ଯଦି ଆମେ ଦେଖିବା, এইଟା ମଣିଷ ପକ୍ଷରେ ସମ୍ଭବ ନୁହେଁ। ଏବେ ଆମ ଦେଶରେ ଦେଖନ୍ତୁ, ମଦର ଟେରେସାଙ୍କୁ ଘୃଣା କରିବା ଲୋକ ବି ଆସିଗଲେଣି। ମଦର ଟେରେସାଙ୍କ ବିରୁଦ୍ଧରେ ବି କହୁଛନ୍ତି, କିନ୍ତୁ ଗୋଟେ ମଦର ଟେରେସା ତିଆରି କରିପାରିବେ କି ଆଉ? କାହିଁକି? ମଦର ଟେରେସାଙ୍କ ପରି ପ୍ରେମ କରିବା ସମ୍ଭବ ନୁହେଁ। ରାସ୍ତାରେ ପଡିଥିବା, ନର୍ଦ୍ଦମାରେ ପଡିଥିବା, ଦେହ ଯାକ ପୁଜ ଘା ହେଇଥିବା ପଡିଥିବା ଲୋକମାନଙ୍କୁ ଉଠେଇ ଆଣିକି ତାଙ୍କୁ କୋଳରେ ଧରି ଖୁଆଇବା, ସେମାନଙ୍କୁ ଗାଧେଇବା, ସେମାନଙ୍କ ଘା ଝାଡା ପରିସ୍ରା ସଫା କରିବା, ଏହା ସମ୍ଭବ ନୁହେଁ। ଆମେ ତ ନିଜ ଲୋକମାନଙ୍କୁ କରୁନୁ। ଅନ୍ୟ ଧର୍ମ ତ ମଠରେ ଛାଡିଦେବେ, ତୁଠରେ ମଠରେ ବସଷ୍ଟାଣ୍ଡରେ ଛାଡିଦେଇ ପଳେଇ ଆସିବେ, ଯତ୍ନ ବି ନେବେ ନାହିଁ। କିନ୍ତୁ ଖ୍ରୀଷ୍ଟିଆନିଟି ସେଇଟା ଅଛି। ଆଜି ଯୋଉମାନେ ଖ୍ରୀଷ୍ଟୀୟ ସେବା କାର୍ଯ୍ୟକୁ ଘୃଣା କରୁଛନ୍ତି, ସେମାନେ ଖ୍ରୀଷ୍ଟୀୟ ପ୍ରେମ କଣ ଦେଖିଛନ୍ତି? ଏବେ ବି ଭାରତର ନମ୍ବର 1 ସ୍କୁଲ ଗୁଡାକରେ ଖ୍ରୀଷ୍ଟିଆନ ସ୍କୁଲ ଆସିବ।
ଭାରତର नंबर 1 हॉस्पिटल ख्रिस्टियन हॉस्पिटल ही आसीबो माने लोक मानकर विपत्ति समय जदि के सहायता करि परिबे ख्रिस्टियन माने रिलीफ काम रे ख्रिस्टियन माने एबे जो आम विरुद्ध रे कथा होचंती एमाने धर्मांतरी कोन करूचंती अंग करचंती ढंग करचंती आमे जो काम करछु से काम करके देखा आमे कहारो दुर्बलतार फायदा उठाउनु मनुष्य को मनुष्य भाव में सेवा करबा प्रेम करबा जत्न नेबा या धर्मांतरीकरण नुहे आम द्वारा ईश्वर को प्रेम को आम प्रकाश करबा मदर टेरेसा पुणी धर्मांतरीकरण करथि कौन करथिले नहीं जो निर्लज मुखरे कथा होचंती जानिबा दरकार से कि वर्ल्ड रे जदि जन को मदर बोली कहा जिवो मदर टेरेसा बा कहा जिवो मां केमती प्रेम करि पारे उत्कृष्ट प्रेम रो दृष्टांत होचंती मदर टेरेसा ताको पचारा गला तुमे केमती एमती सेवा करि पारुछ से कहले जेहेतु यीशु मते प्रेम करिसंती आ मु यीशु को प्रेम करे आ यीशु को प्रेम मदे मु प्रकाश करूछि प्रिय भाई बहन आसंतु प्रेम किपरि करिबा आज ठारू आमे पुनी थर आरंभ करिबा टिके चेष्टा करिबा टिके चेष्टा करिबा प्रेम तो था जमन आपन को अंतर सहित घृणा करंती प्रेम करंती प्रभु आमान को अनुग्रह करंती काहे कि तमे देखिबा प्रथम करंती 13 पर्व 13 पद प्रथम करंती 13 ଅତଏବ ବିଶ୍ୱାସ ଭରସା ପ୍ରେମ ଏହି ତିନି ସ୍ଥାୟୀ ଅଟେ ଆଉ ଏମାନଙ୍କ ମଧ୍ୟରେ ପ୍ରେମ ଉତ୍କୃଷ୍ଟ प्रेम कौन अटे ए तीनटा मध्य प्रेम उत्कृष्ट अटे प्रेम कौन अटे प्रेम उत्कृष्ट अटे प्रभु आज आमान को सिखाउछंती प्रिय भाई बहन माने बाइबल लवर्स ट्यूटर रो इच्छा कौन आम समस्त लेखा जाउछि अतएव विश्वास भरोसा प्रेम एई तीन स्थायी अटे आउ सेमान को मध्य प्रेम उत्कृष्ट प्रेम कौन अटे प्रेम उत्कृष्ट अटे प्रभु जमन को अनुग्रह करंतु सही प्रेम करिबा अनेक को प्रेम करी हेबो नै मते भी के जन को प्रति पूरा एते दुख लागे अने मु आपन कहि पारिबि नै केते जन जो प्रकार दुख देइचंती किंतु मु चेष्टा करे थोड़े फेल ही जाए द्वितीय थर फेल ही जाए तृतीय थर फेल ही जाए किंतु गोटे दिन मोर प्रेम सिद्ध हो थोड़े मोर रिलेटिव निज लोक ही एते घृणा करंती एते दुर्नाम करंती थोड़े तांको देह खराब हो गला मु देखिबा पई जाईछि 5 मिनिट चुप फिकी बसले समते के पाटे उ नै चु नै किछि नै कथा बाहरु नै परे तांको पाखरे गली आ तांकर मुंडे टिक हाथ आउसी देली पाखरे टिक बसिली आखिर खाली लुह गडुछि से मते देखि कहले तू आसीछु मते देखिबा पे आसीछु कहले हो नानी मु देखबा का आसी नानी बोले बड़ भौणी को कहती तो कहले हो नानी मु आसीछु मोर हाथ को धरि से किस करी पकाइले मो हाथ को धरि की बसथि मु कहिबा पाइ आसु चेष्टा कर प्रभु आपण मान आशीर्वाद करू प्रिय भाई बहन माने गोटे जीवन घृणा करिबार जीवन आमे जो देश रे वास करूछु एठी एबे घृणा बढ़ी चली शैतान रो प्रथम काम होची घृणा ईश्वर प्रेम अटंती शैतान प्रेम नु से बध करे विनाश करे से विनाश करे मंडली मध्य देखो शत्रुता बढ़ी जाइछि परिवार भीतर शत्रुता बढ़ी जाइछि छोट परिवार दुखी परिवार आमे कहू छोट परिवार सुखी परिवार छोट परिवार
दुखी परिवार आमे केते सर्कल टाणी देछु केते सर्कल टाणी देछु सर्कल भीतर सर्कल सर्कल भीतर सर्कल सर्कल भीतर सर्कल करी आमे गोटे बहुत आइसोलेटेड एरिया रे रहउछु बहुत छोट गोटे अनुष्ठान रे काम करू थाए मु जो दिन अनुष्ठान छाड़िली सेठी गोटे 20-25 जन मोर स्टाफ थांती जमान को मु प्रेम करे जमान मते प्रेम करन किंतु मु रेजिग्नेशन दे आसीबा समय जने लोक भी मते साक्षात करबा आसीना जने लोक भी और दूर रे के जण आसी मिसिले डरिकी किंतु जेतेले मु रेजिग्नेशन दे बाहरुची भुवनेश्वर मु देली रेजिग्नेशन टा टिके दूर रे गोटे कार टा ठिया आइतिला से कहले कुना मु तते नेबा पे आसीची तांको घर को नेले हम स्वामी स्त्री को बसैले खुआइले और तांको साक्ष्य कहले इनकरेज कले और प्रार्थना करी पठेले तांको ना होची धीरेन साहू बहुत सुंदर सेवक से भुवनेश्वर रुहती से मते सानो बेलू देखी माने छोट बयस मते देखी से सेवक भाव देखले और मते अनुष्ठान छाड़ीबाटा भी देखले आ कहले मु भी तोर परिस्थिति जानी जाईछि कष्ट कोन मु जानी छी माने से आसिक अपेक्षा करि थांती जे हम रेजिग्नेशन देला परे हमर परिस्थिति कोन हो से कहले कार रे बस घर को जीवा घर को गला परे एते प्रेमर सहित घरे तक बसाइले तांको वाइफ को कहले एटी पुना आसीछि तांको वाइफ भी आसीछंती के भल कर रोसई करो एमन पई रोसई कले चाह देले कॉफी देले पीलु खाइलु खुशी रे तापर से आनी बस स्टॉप रे छाड़ी देले मु कहिबा पई जाय चेष्टा करिबा एबे पर्यंत हमर से प्रेमर गछटा मरि नै आमे कोन सेठी पानी ढालिबा से प्रेमर गछरे आमे पानी ढालिबा बंद करि दिछु आसु से गछटा पूरा मरि जिबा पूर्वरु पुनी थरे आमे पानी ढालिबा कारण करी आसत आमे प्रार्थना करिबा अछि अनुग्रहकारी पिता परमेश्वर आपन को धन्यवाद दउछु प्रभु आपन एते उत्तम परमेश्वर अटंती आमे आपन को धन्यवाद दउछु प्रभु प्रभु आमे अनेक को आ प्रेम करि पारु ना प्रभु हमर प्रेमर गछटा सुखी जाईछि हृदय भितरे प्रभु मौली जाईछि प्रभु आमे एको घरिया ही बसिछु प्रभु हम अनेक को प्रेम करि पारु ना प्रभु अनेक को प्रति आम भितरे घृणा यथेष्ट अछि प्रभु मो प्रार्थना करूछि प्रभु दया करो आमान को पुनी थरे प्रभु गोटे सुजोग दैछो आमे जेपरि अन्य मान को प्रेम करि पारिबु से ख्रिस्टीय प्रेम रे ख्रिस्टन को प्रेम रे प्रभु दया कर साहाय्य करो आमे घृणा पाइछु अपमान पाइछु लज्जा पाइछु आमान को प्रभु सन हिनस्ता करिछन प्रभु आमान को से माने अनेक मात्रा क्षति करिछन किंतु ख्रिस्ट को देखि आमे जानुछु ख्रिस्ट को परि ख्रिस्ट को जे प्रकार लोक माने घृणा करिछंती अपमान देइछंती प्रभु तार समान हमर अपमान होय तथापि से जेपरि प्रेम कले प्रभु क्षमा कले प्रभु आमान को मध्य से प्रकार करो प्रभु आमान को दया करो बोली प्रार्थना करूछि प्रेमी पिता परमेश्वर आपन को नाम रो जयगान हो प्रभु आमे किपरि प्रेम करिबु प्रभु ता आपण आमान को सिखाउछथि प्रभु जो माने हमर तो जडित होइछथि प्रत्येक को आपण हस्त रखिली प्रभु आमान करो व्यक्तिगत स्थान गुडी करे परिवार मध्य रे आमे जेपरि पुनी थरे प्रेम प्रदर्शन करि परिबा आमान को प्रभु बाबा दया करो बोली हाथ जोड़ी गुहारी करूछि प्रभु आमे एते भांगी जाइछु एते निराश हेइछु एते कठोर ही जाइछु आमे एको घरिया ही बसिछु प्रभु आमान को दया करो जेपरि आम भितरे प्रभु से प्रेम पुनी थरे प्रदर्शित होई पारिबो प्रभु से प्रेमर बीज को अंकुरित हेबा पे दियो प्रभु
ହୃଦୟ ମଧ୍ୟରେ ତାହା ମରି ନ ଯାଉ, ମଉଳି ନ ଯାଉ ପ୍ରଭୁ। ଦୟା କର। ଏ ଉତ୍କୃଷ୍ଟ ବିଷୟ ପୁଣି ଥରେ ଆମ ଜୀବନରେ ପ୍ରଭୁ ସେ ପ୍ରେମର ଆତ୍ମା ଦିଅ ପ୍ରଭୁ, ଆମେ ବି ତାହା କରିପାରି। ପ୍ରତ୍ୟେକକୁ ଆପଣଙ୍କ ହସ୍ତରେ ରଖିବେ। ଆପଣଙ୍କ ଦାସ ଭାବରେ ମୁଁ ପ୍ରାର୍ଥନା କରୁଛି ପ୍ରଭୁ, ମୋର ପ୍ରତିଟି ଭାଇ ଭଉଣୀ ମାନଙ୍କୁ ଦୟା କର ପ୍ରଭୁ। ଜୀବନର ଶେଷ ସନ୍ଧ୍ୟାରେ ରହି ମଧ୍ୟ ଅନେକ କ୍ଷମା ଦେଇ ପାରୁନାହାନ୍ତି ପ୍ରଭୁ। ଅନେକ ଲୋକ ପ୍ରତିଶୋଧ ନେବା ମନୋଭାବରେ ପ୍ରଭୁ ଅଛନ୍ତି, କିନ୍ତୁ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କର ଯେପରି ଆମେ କ୍ଷମା କରିପାରିବୁ। ପ୍ରତ୍ୟେକକୁ ଦୟା କର, ପୁଣି ଥରେ ଆମମାନଙ୍କୁ ସାହାଯ୍ୟ କର ପ୍ରଭୁ। ଦୟା କର, ଆମ ଭିତରେ ଥିବା ସେଇ ଦୁଃଖ, ଘୃଣା, କଷ୍ଟକୁ ଯୀଶୁଙ୍କ ରକ୍ତରେ ଧୋଇ ପରିଷ୍କାର କରିଦିଅ। ପ୍ରାର୍ଥନା ଶୁଣିଥିବାରୁ ଧନ୍ୟବାଦ। ଯୀଶୁଙ୍କ ପ୍ରିୟ ନାମରେ ମାଗିଲି ରାଜା, ଆମେନ୍ ଆମେନ୍। ଆମେନ୍।